ସାମ୍ବାଦିକ ଜଗତର ଭୀଷ୍ମ ପିତାମହ, ସାମ୍ବାଦିକ ଜଗତର ଉଜ୍ଜ୍ୱଳ ତାରକା ଓ ସାମ୍ବାଦିକ ଜଗତର ପ୍ରତିଷ୍ଠାତା ଯଦି ସାରା ଓଡ଼ିଶାରେ କାହାକୁ ଗଣାଯାଏ ସେ ହେଉଛନ୍ତି ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ନୀଳମଣି। କଥା ହେଉଛି ତାଙ୍କ ପ୍ରତି ତାଙ୍କ ଘର ହେଉଛି କେଉଁଠି ଜନ୍ମ ହୋଇଥିଲେ ଜନ୍ମସ୍ଥାନ ବୈଦେଶ୍ୱର ଏବଂ ସେ ଶିକ୍ଷକତା କରୁଥିଲେ ଗୋପୀନାଥପୁର ଏବଂ ତା ମଧ୍ୟରେ ଯେଉଁ ମହାନଦୀ ଉପରେ ଯେଉଁ ଟି ସେତୁ ହେଇଛି ଏ ଟି ସେତୁ ତ ଯେତେବେଳେ ହେଲା ତାକୁ ତ ସର୍ବସାଧାରଣ ବିରୋଧ କରାଯାଉଥିଲା। କାରଣ ଟି ସେତୁକୁ କିଛି ଲୋକ ବି କଥାବାର୍ତ୍ତା କରୁଥିଲେ ଯେ ବୋଧେ ତାମିଲ ସେତୁ। ତେଣୁ କଥା ହେଉ ତା ପରିବର୍ତ୍ତନ ହେଉ ଏବଂ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ମିଳୁ, ତାଙ୍କୁ ଯଥାମାନ୍ୟ ସମ୍ମାନ ମିଳୁ। ବାଙ୍କିବାସୀ ଏବଂ ବାଙ୍କିର ଯେତେ ଯୁବକ ଛାତ୍ର ଏବଂ ମହିଳା ବୁଦ୍ଧିଜୀବୀ ସାମ୍ବାଦିକ ଯେଉଁମାନେ ଅଛନ୍ତି ଏକୁ ପ୍ରତିବାଦ ଯଦି କରିବେ ଏବଂ ସରକାର ପାଖରେ ନିବେଦନ କରିବେ ନିଶ୍ଚିନ୍ତ ଏହା ପରିବର୍ତ୍ତନ ହେବ। କାହିଁକିନା ଅସ୍ମିତା କଥା କହିକି ଯେହେତୁ ସରକାର ଆସିଛନ୍ତି ଓଡ଼ିଆ ଅସ୍ମିତାକୁ ଆଉ ଟିକେ ଦୁଇ ପାଦ ଆଗକୁ ନେବା ପାଇଁ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ନାଁରେ ସେ ସେତୁଟି ହେଲେ ବହୁତ ଶୋଭା ପାଇବ।